ଓଡ଼ିଶାରେ ସବୁ ଭତ୍ତାଧାରୀଙ୍କ ପାଇଁ ଆସୁଛି ଖୁସି ଖବର। ବୃଦ୍ଧି ହୋଇପାରେ ସେମାନଙ୍କର ଭତ୍ତା ଟଙ୍କା। 80 ବର୍ଷର ଲୋକଙ୍କୁ କେବଳ 3,500 ଟଙ୍କା ନୁହେଁ, 60 ବର୍ଷର ଲୋକଙ୍କୁ ମଧ୍ୟ 3,000 ଟଙ୍କା ଭତ୍ତା ମିଳିବ। ଏ ନେଇ ଘୋଷଣା କରିପାରନ୍ତି ଖୁବ୍ ଶୀଘ୍ର ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ। ତେବେ ମୋହନ ମାଝୀଙ୍କ ମୁଣ୍ଡରେ ଏଥର ଚେତା ପଶିଯାଇଛି, କାରଣ ବୁଢ଼ାବୁଢ଼ୀମାନେ ବଡ଼ ଆନ୍ଦୋଳନର ଧମକ ଦେଇଛନ୍ତି। ବୃଦ୍ଧ ଏବଂ ବୃଦ୍ଧାମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯଦି ସେମାନଙ୍କର ଭତ୍ତା 3,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ନ ହୁଏ, ତେବେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ବସି ଆନ୍ଦୋଳନ କରିବେ। ଏଥିପାଇଁ ମୋହନ ମାଝୀ ବୋଧେ 3,000 ଟଙ୍କା ଭତ୍ତା ସମସ୍ତଙ୍କ ପାଇଁ ବୃଦ୍ଧି କରିବାକୁ ଯାଉଛନ୍ତି। ଏନେଇ ଖୁବ୍ ଶୀଘ୍ର କ୍ୟାବିନେଟ୍ରେ ନିଷ୍ପତ୍ତି ମଧ୍ୟ ହୋଇପାରେ। ଏନେଇ ମୁଖ୍ୟମନ୍ତ୍ରୀ ଦପ୍ତରରେ ବାରମ୍ବାର ବୈଠକ ମଧ୍ୟ ଚାଲିଛି। ତେବେ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଥିଲା ଯେ ବୃଦ୍ଧ ବୃଦ୍ଧାମାନଙ୍କର ଭତ୍ତା 3,000 ଟଙ୍କା ପର୍ଯ୍ୟନ୍ତ ଜଲ୍ଦି ବୃଦ୍ଧି କର। କାରଣ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରି କହିଥିଲେ ଯେ ଯଦି ସେ ନିର୍ବାଚନରେ ଜିତିବେ ତେବେ ବୃଦ୍ଧ ଏବଂ ବୃଦ୍ଧାମାନଙ୍କ ଭତ୍ତା 3,000 ଟଙ୍କା ପ୍ରଥମେ ଲାଗୁ କରିବେ। ତେବେ ଏହାକୁ ନେଇ ବିଜେପି ଭୋଟ ମଧ୍ୟ ହାତେଇ ନେଲା ଏବଂ ନିର୍ବାଚନ ଜିତିଗଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବା ପରେ ବୃଦ୍ଧ ବୃଦ୍ଧାମାନଙ୍କ କଥା ଭୁଲିଗଲେ। 60 ବର୍ଷର ଲୋକମାନଙ୍କୁ ପଛ କରି 80 ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କ ପାଇଁ ଭତ୍ତା ଟଙ୍କା ଘୋଷଣା କଲେ। କେବଳ 80 ବର୍ଷରୁ ଉର୍ଦ୍ଧ୍ୱ ଲୋକ 80%ରୁ କମ୍ ଭିନ୍ନକ୍ଷମ ହୋଇନଥିଲେ ସେମାନେ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଯୋଗ୍ୟ ହେବେ ବୋଲି ଘୋଷଣା ହେଲା। କିନ୍ତୁ 80 ବର୍ଷର ଲୋକଙ୍କ ପାଇଁ 3,000 ଟଙ୍କା 500 ଟଙ୍କା ଘୋଷଣା ପରେ 60 ବର୍ଷର ଲୋକ ଭତ୍ତା ନେବାକୁ ନାରାଜ ଥିଲେ। ସେମାନେ କହିଲେ ଯେ ସମସ୍ତଙ୍କ ପାଇଁ ଭତ୍ତା ଟଙ୍କା 3,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। କାରଣ ମୁଖ୍ୟମନ୍ତ୍ରୀଙ୍କ କଥା ନ ରହିଲେ ବଡ଼ ବଡ଼ ଗଣ ଆନ୍ଦୋଳନ କରାଯିବ ବୋଲି ସେମାନେ ମଧ୍ୟ କହି ବୁଲୁଥିଲେ। କାରଣ ମୁଖ୍ୟମନ୍ତ୍ରୀଙ୍କର ଏଭଳି ଅଭିଭାଷଣରେ ସମସ୍ତେ ଖୁସି ନଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେତେବେଳେ ଘୋଷଣା କରିଥିଲେ କି ସମସ୍ତଙ୍କ ପାଇଁ ଭତ୍ତା ଟଙ୍କା ବୃଦ୍ଧି ହେବ, କେବଳ 80 ବର୍ଷର ଲୋକମାନଙ୍କ ପାଇଁ କ'ଣ ପାଇଁ ଲାଗୁ କରାଗଲା, ଏ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶ୍ନ ହୋଇଥିଲେ ମଧ୍ୟ ଏ ନେଇ କୌଣସି ବିଚାର ବିମର୍ଶ ହୋଇନି।